ଆମର आईएनए ହେଇଥିଲା इंडियन नेशनल आर्मी ହେଇଥିଲା इंडियन नेशनल आर्मी ଯେତେବେଳେ ଭାରତରେ दिल्ली ଉପରେ ଯୋଉ ଇଂରେଜ ମାନେ ଥିଲେ ସେଇ ଟାଇମ ରେ ଆକ୍ରମଣ କରିଥିଲେ ସେ ସମୟରେ ସେମାନେ अंग्रेज ମାନେ ତାଙ୍କୁ କ୍ୟାପଚର କରିଦେଇଥିଲେ ଆଉ आईएनए କଣ ହେଲା आईएनए ର ଟ୍ରାଏଲ ହେଇଥିଲା ଦିଲ୍ଲୀରେ जो ट्रायल जो आईएनए ର ଟ୍ରାଏଲ ହେଲା ତାପରେ इंडियन आर्मी रे ही रिवोल्ट ହେଇଗଲା ଯେତେବେଳେ इंडियन आर्मी रे ही रिवोल्ट ହେଲା तापरे जो ଆମର ସୈନିକ ମାନେ ଇଂରେଜ ମାନଙ୍କ ପାଇଁ କାମ କରୁଥିଲେ ସେମାନେ ଇଂରେଜ ମାନଙ୍କୁ ହିଁ ଓଲଟା ତାଙ୍କ ଆଡୁ ହିଁ ବନ୍ଧୁକ ଲଗେଇଦେଲେ ଯୋଉଥିରେ କି ଆର୍ମିରେ ହିଁ ରିଭୋଲ୍ଟ ହେଲା ଆଉ ଅଂଗ୍ରେଜ ମାନେ ଏହା ଦେଖି ବହୁତ ଡରିଗଲେ ତାପରେ ସେମାନେ ଡିସାଇଡ କଲେ ଯେ ଭାରତ ଛାଡିକି ପଳେଇବେ ଆର ପ୍ରମାଣ କୋଉଠି ମିଳୁଛି ନା ଯେତେବେଳେ ଆମର ଲାଷ୍ଟ ଭାଇସରୟ ଥିଲେ ଏଟଲି ଥିଲେ ସେ ଭାରତ ବର୍ଷକୁ ଆସିଲେ ଆଉ ଆମର ବଙ୍ଗାଲର ସେ ସମୟର ଯିଏକି ଚିଫ ଜଷ୍ଟିସ ଥିଲେ ବୋଧେ ହାଇକୋର୍ଟ ର ସେ ଯେତେବେଳେ ପଚାରିଲେ ନା କଣ କୋଉ ଯୋଗୁ ଭାରତ ସ୍ଵାଧୀନ ହେଇଥିଲା ମହାତ୍ମା ଗାନ୍ଧୀଙ୍କର କଣ ଅବଦାନ ଥିଲା ସେ କହିଥିଲେ ମିନିମଲ ମାନେ ମହାତ୍ମା ଗାନ୍ଧୀଙ୍କର ଯୋଉ ଭାରତ ଫ୍ରିଡମ ଷ୍ଟ୍ରଗଲ ରେ ତାଙ୍କର ବହୁତ କମ ଥିଲା ଆଉ କାହା ଯୋଗୁ ନ ହେଇଥିଲା ନା ସେ ଗୋଟେ ଲୋକ ହିଁ ନାଁ କହିଥିଲେ ଯିଏକି ସୁଭାଷ ଚନ୍ଦ୍ର ବୋଷ ତ ସୁଭାଷ ଚନ୍ଦ୍ର ବୋଷଙ୍କ ଯୋଗୁ ହିଁ ଆମେ ଭାରତରେ ସ୍ଵାଧୀନତା